ନମସ୍କାର। ଓମ୍ ନମୋ ଭଗବତେ ବାସୁଦେବାୟ। ଆଜିର ଏହି ଆଧ୍ୟାତ୍ମିକ ବିଶ୍ଳେଷଣକୁ ସ୍ୱାଗତ। ଆମେ ସମସ୍ତେ ବୋଧହୁଏ ଏମିତି ପରିସ୍ଥିତିର ସାମ୍ନା କରିଛେ ଯେଉଁଠି ଆମେ କାହାକୁ ଭଲ ପରାମର୍ଶ ଦେଉ, କିନ୍ତୁ ସେମାନେ ତାକୁ ଗ୍ରହଣ କରିବା ବଦଳରେ ସେଥିରେ କେବଳ ଭୁଲ ଖୋଜନ୍ତି। କାହିଁକି କାହିଁକି କିଛି ଲୋକ ସାହାଯ୍ୟର ହାତକୁ ଠେଲି ଦିଅନ୍ତି ଆଉ ସବୁବେଳେ ସମାଲୋଚନା କରିବାକୁ ପ୍ରସ୍ତୁତ ଥାନ୍ତି? ଏହି ମାନସିକତାର ପରିଣାମ କ'ଣ? ଆଜି ଆମେ ଶ୍ରୀମଦ୍ ଭଗବଦ୍ ଗୀତାର ଗୋଟିଏ ଶ୍ଲୋକ ଭିତରେ ଏହି ଗଭୀର ମନୋବୈଜ୍ଞାନିକ ପ୍ରଶ୍ନର ଉତ୍ତର ଖୋଜିବା। ଆମର ଉତ୍ସ ହେଉଛି କୁରୁକ୍ଷେତ୍ର ଯୁଦ୍ଧଭୂମିରେ ଭଗବାନ ଶ୍ରୀକୃଷ୍ଣଙ୍କ ମୁଖନିସୃତ ଅମୃତବାଣୀ, ଆଉ ଆମର ଲକ୍ଷ୍ୟ ହେଉଛି ତୃତୀୟ ଅଧ୍ୟାୟ କର୍ମଯୋଗର 32ତମ ଶ୍ଲୋକର ଗଭୀରତାକୁ ବୁଝିବା। ତେଣୁ ଏହି ଆଲୋଚନାର ପ୍ରତିଟି ସ୍ତରକୁ ବୁଝିବା ପାଇଁ ଶେଷ ପର୍ଯ୍ୟନ୍ତ ସାଥିରେ ରହିବାକୁ ଅନୁରୋଧ। ଆଲୋଚନା ଆରମ୍ଭ କରିବା ପୂର୍ବରୁ ଗୋଟିଏ କଥା ମନକୁ ଆସୁଛି, ଗୀତାର ଶ୍ଲୋକଗୁଡ଼ିକ ପ୍ରାୟତଃ ଯୋଡ଼ି ହୋଇ ରହିଥାଏ। 32ତମ ଶ୍ଲୋକରେ ଯଦି ଭଗବାନ ନକାରାତ୍ମକ ମନୋଭାବର ପରିଣାମ ବିଷୟରେ କହୁଛନ୍ତି, ତେବେ ଏହାର ଠିକ୍ ଆଗ ଶ୍ଲୋକରେ କ'ଣ କହୁଛନ୍ତି? ଏହି ଦୁଇଟି ଶ୍ଲୋକ କ'ଣ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ? ବହୁତ ଭଲ ପ୍ରଶ୍ନର ଆରମ୍ଭ କଲେ। ଆଜ୍ଞା, ଏହା ହିଁ ଗୀତା ବୁଝିବାର ସଠିକ୍ ଉପାୟ। ହଁ, 31 ଏବଂ 32ତମ ଶ୍ଲୋକ ଗୋଟିଏ କାହାଣୀର ଦୁଇଟି ଅଧ୍ୟାୟ ପରି। 31ତମ ଶ୍ଲୋକରେ ଭଗବାନ କହୁଛନ୍ତି, ଯେଉ ମେମତମିଦମ୍ ନିତ୍ୟମନୁତିଷ୍ଠନ୍ତି ମାନବାଃ ଶ୍ରଦ୍ଧାବନ୍ତୋ ଅନସୂୟନ୍ତୋ ମୁଚ୍ୟନ୍ତେ ତେପି କର୍ମଭିଃ। ଅର୍ଥାତ୍ ଯେଉଁମାନେ ଶ୍ରଦ୍ଧାପୂର୍ବକ ଦୋଷ ନ ଦେଖି ମୋର ଏହି ମତକୁ ପାଳନ କରନ୍ତି, ସେମାନେ ସମସ୍ତ କର୍ମବନ୍ଧନରୁ ମୁକ୍ତ ହୋଇଯାଆନ୍ତି। ତ ଏହା ହେଉଛି ସକାରାତ୍ମକ ପଥ, ମୁକ୍ତିର ରାସ୍ତା। ଆଚ୍ଛା, ତେବେ ପ୍ରଥମେ ସେ କହିଲେ କ'ଣ କଲେ ମୁକ୍ତି ମିଳିବ, ଆଉ ତାପରେ କହୁଛନ୍ତି କ'ଣ କଲେ ପତନ ହେବ। ଏହା ତ ଏକ ସ୍ପଷ୍ଟ ଚେତାବନୀ। ତେବେ ଆସନ୍ତୁ ସେହି ଚେତାବନୀ ଅର୍ଥାତ୍ 32ତମ ଶ୍ଲୋକ ଉପରେ ଧ୍ୟାନ ଦେବା। ଦୟାକରି ଶ୍ଲୋକଟିକୁ ଆବୃତ୍ତି କରିବେ। ନିଶ୍ଚୟ। ତୃତୀୟ ଅଧ୍ୟାୟ ଶ୍ଲୋକ 32। ୟେ ତ୍ୱେତବ୍ୟସୂୟନ୍ତୋ ନାନୁତିଷ୍ଠନ୍ତି ମେ ମତମ୍ ସର୍ବଜ୍ଞାନ ବିମୂଢ଼ାଂସ୍ ତାନ୍ ବିଦ୍ଧି ନଷ୍ଟାନ ଚେତସଃ। 32। ଏହି ଶ୍ଲୋକର ସରଳ ଅର୍ଥ କ'ଣ ହେବ? ଏହାର ସରଳ ଅର୍ଥ ହେଉଛି, କିନ୍ତୁ ଯେଉଁ ଲୋକମାନେ ମୋର ଏହି ମତରେ ଦୋଷ ବାହାର କରନ୍ତି ଏବଂ ଏହାର ପାଳନ କରନ୍ତି ନାହିଁ, ସେମାନଙ୍କୁ ତୁମେ ସମସ୍ତ ଜ୍ଞାନରୁ ମୋହଗ୍ରସ୍ତ, ବିବେକ ଶୂନ୍ୟ ଏବଂ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବ୍ୟକ୍ତି ବୋଲି ଜାଣ। ଏଥିରେ ଯେଉଁ ନଷ୍ଟ ହୋଇଯାଇଥିବା ଶବ୍ଦଟି ଅଛି, ସେଇଟା ମୋତେ ବହୁତ ଚିନ୍ତାରେ ପକାଉଛି। ଏହା କ'ଣ କେବଳ ଆଧ୍ୟାତ୍ମିକ ସ୍ତରରେ ନଷ୍ଟ ହେବା କଥା କୁହାଯାଉଛି, ନା ଆମ ଦୈନନ୍ଦିନ ଜୀବନରେ ବି ଏହାର କିଛି ପ୍ରଭାବ ଅଛି? ଆସନ୍ତୁ ଏହାକୁ ଟିକେ କରି ବୁଝିବା। ପ୍ରଥମ ଶବ୍ଦ ହେଉଛି ଅଭ୍ୟସୂୟନ୍ତଃ। ଏହାର ଅର୍ଥ କେବଳ ସମାଲୋଚନା ନୁହେଁ ବୋଧେ? ଆଦୌ ନୁହେଁ। ଏହା ସାଧାରଣ ସମାଲୋଚନାଠାରୁ ବହୁତ ଗଭୀର। ଅସୂୟାରୁ ଶବ୍ଦରୁ ଏହା ଆସିଛି, ଯାହାର ଅର୍ଥ ହେଉଛି ଈର୍ଷା। ତେଣୁ ଅଭ୍ୟସୋୟନ୍ତଃର ଅର୍ଥ ହେଲା ଈର୍ଷା ଯୋଗୁଁ ଅନ୍ୟର ଗୁଣରେ ମଧ୍ୟ ଦୋଷ ଖୋଜିବା। ଯେତେବେଳେ ଜଣେ ବ୍ୟକ୍ତି ସତ୍ୟକୁ ବୁଝିବାକୁ ଚେଷ୍ଟା ନ କରି କେବଳ ନିଜ ଅହଙ୍କାରକୁ ସନ୍ତୁଷ୍ଟ କରିବା ପାଇଁ ବା ଅନ୍ୟକୁ ଛୋଟ ଦେଖାଇବା ପାଇଁ ଜ୍ଞାନରେ ତ୍ରୁଟି ବାହାର କରେ, ସେତେବେଳେ ଏହି ଶବ୍ଦ ପ୍ରଯୁଜ୍ୟ ହୁଏ। କିନ୍ତୁ ସମାଲୋଚନା କରିବା କ'ଣ ସବୁବେଳେ ଖରାପ? ଏକ ସୁସ୍ଥ ସମାଜ ପାଇଁ ତ ପ୍ରଶ୍ନ ପଚାରିବା ଆଉ ତ୍ରୁଟି ଖୋଜିବା ଜରୁରୀ। ତେବେ ଭଗବାନଙ୍କ କହିବା ଆଉ ସାଧାରଣ ସମାଲୋଚନା ଭିତରେ ପାର୍ଥକ୍ୟଟା କେଉଁଠି? ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ଆଜ୍ଞା, ପାର୍ଥକ୍ୟଟି ରହିଛି ଉଦ୍ଦେଶ୍ୟରେ। ଜଣେ ଜିଜ୍ଞାସୁ ପ୍ରଶ୍ନ ପଚାରେ ବୁଝିବା ପାଇଁ, ଜଣେ ସୁସ୍ଥ ସମାଲୋଚକ ତ୍ରୁଟି ଦେଖାଏ ଉନ୍ନତି ପାଇଁ। କିନ୍ତୁ ଜଣେ ଅଭ୍ୟସୂୟନ୍ତ ବ୍ୟକ୍ତି କେବଳ ଦୋଷ ଦେଖାଏ ନିଜର ଈର୍ଷା ଏବଂ ଅହଙ୍କାରକୁ ଶାନ୍ତ କରିବା ପାଇଁ। ତାର ଉଦ୍ଦେଶ୍ୟ ସତ୍ୟ ଜାଣିବା ନୁହେଁ, ବରଂ ସତ୍ୟକୁ ହିଁ ଭୁଲ ପ୍ରମାଣିତ କରିବା। ଏହା ଏକ ବିନାଶକାରୀ ମନୋଭାବ। ଭଗବାନ ଏଠାରେ ସେହି ମାନସିକତା ବିଷୟରେ କହୁଛନ୍ତି, ଯେଉଁଠି ଲୋକ କର୍ମଯୋଗର ସିଦ୍ଧାନ୍ତକୁ ନାପସନ୍ଦ କରେ, କାରଣ ଏହା ତାର ଆଳସ୍ୟ କିମ୍ବା ଭୋଗବିଳାସରେ ବାଧା ସୃଷ୍ଟି କରେ। ବୁଝିଲି। ତେବେ ଭଗବାନଙ୍କ ମେ ମତମ୍ ବା ମୋର ମତ କ'ଣ, ଯାହାକୁ ଏମାନେ ଅସ୍ୱୀକାର କରୁଛନ୍ତି? ଏହି ତୃତୀୟ ଅଧ୍ୟାୟର ପରିପ୍ରେକ୍ଷୀରେ ତାଙ୍କର ମୂଳ ଉପଦେଶ କ'ଣ? ଏହି ଅଧ୍ୟାୟରେ ତାଙ୍କର ମତ ଅତି ସ୍ପଷ୍ଟ ଏବଂ ବ୍ୟାବହାରିକ। ତା ହେଲା, ପ୍ରଥମତଃ କର୍ମରୁ ପଳାୟନ ନ କରିବା, ଦ୍ୱିତୀୟରେ ଫଳର ଆସକ୍ତି ଛାଡ଼ି କେବଳ କର୍ତ୍ତବ୍ୟ ଉପରେ ଧ୍ୟାନ ଦେବା, ତୃତୀୟରେ ଯଜ୍ଞ ଭାବରେ ଅର୍ଥାତ୍ ସମାଜର ହିତ ପାଇଁ ଈଶ୍ୱରଙ୍କୁ ସମର୍ପଣ ଭାବରେ କର୍ମ କରିବା, ଏବଂ ସର୍ବୋପରି
ନିଜ ସ୍ୱଧର୍ମ ବା କର୍ତ୍ତବ୍ୟର ପାଳନ ହିଁ ଶ୍ରେଷ୍ଠ। ସଂକ୍ଷେପରେ କହିବାକୁ ଗଲେ ତାଙ୍କ ମତ ହେଉଛି ନିଷ୍କାମ କର୍ମଯୋଗ। ଯେଉଁମାନେ ଏହି ସରଳ ସତ୍ୟକୁ ନ ମାଣି ଏଥିରେ ଦୋଷ ଖୋଜନ୍ତି, ସେମାନଙ୍କର ଜୀବନର ଦିଗ ହିଁ ଭୁଲ ହୋଇଯାଏ। ତେବେ ଈର୍ଷା ଯୋଗୁଁ ଏହି ସୁନ୍ଦର ଉପଦେଶକୁ ଅସ୍ୱୀକାର କରିବାର ପରିଣାମ ବିଷୟରେ ଭଗବାନ କ'ଣ କହୁଛନ୍ତି? ମୋର ମନେହୁଏ ସେ ଏଠାରେ କୌଣସି ଶବ୍ଦକୁ ବାକି ରଖିନାହାନ୍ତି। ସର୍ବଜ୍ଞାନ ବିମୂଢ଼ାନ୍। ଏହା ଏକ ବହୁତ ଶକ୍ତିଶାଳୀ ଶବ୍ଦ। ଏହାର ଅର୍ଥ ସବୁ ଜ୍ଞାନରୁ ମୋହଗ୍ରସ୍ତ। ଜଣେ ବ୍ୟକ୍ତି ସବୁ ଜ୍ଞାନରୁ କିପରି ମୋହଗ୍ରସ୍ତ ହୋଇପାରେ? ଆଜ୍ଞା, ଏଠାରେ ହିଁ ମୋହନିଜ୍ଞାନର ଗଭୀରତା ଲୁଚି ରହିଛି। ସର୍ବଜ୍ଞାନ ବିମୂଢ଼ାନ୍‌ର ଅର୍ଥ ହେଉଛି ସେମାନେ ଭାବନ୍ତି ଯେ ସେମାନେ ବହୁତ କିଛି ଜାଣନ୍ତି, କିନ୍ତୁ ବାସ୍ତବରେ ସେମାନେ ମୋହଗ୍ରସ୍ତ। ଏହା ଆଧୁନିକ ମନୋବିଜ୍ଞାନର ଡନିଂ-କ୍ରୁଗର ଇଫେକ୍ଟ ପରି। ଯିଏ ଯେତେ କମ୍ ଜାଣିଥାଏ, ସେ ନିଜକୁ ସେତେ ଅଧିକ ଜ୍ଞାନୀ ମନେକରେ। ଭଗବାନ ହଜାର ହଜାର ବର୍ଷ ପୂର୍ବରୁ ଏହି ମାନସିକ ପ୍ରବୃତ୍ତିକୁ ସର୍ବଜ୍ଞାନ ବିମୂଢ଼ାନ୍ ଶବ୍ଦରେ ଧରି ରଖିଛନ୍ତି। ବାଃ, ଏହା ତ ଏକ ଅବିଶ୍ୱସନୀୟ ସଂଯୋଗ। ତେବେ ସେମାନେ କେବଳ ଆଧ୍ୟାତ୍ମିକ ଜ୍ଞାନ ନୁହେଁ, ବରଂ ସବୁ ପ୍ରକାର ଜ୍ଞାନରୁ ବିମୁଖ ହୋଇଯାଆନ୍ତି। ନିଶ୍ଚିତ ଭାବରେ। ଯେତେବେଳେ ମୁଁ ସବୁ ଜାଣେ, ଏହି ଅହଙ୍କାର ମନରେ ଆସିଯାଏ, ସେତେବେଳେ ଶିଖିବାର ସମସ୍ତ ଦ୍ୱାର ବନ୍ଦ ହୋଇଯାଏ। ସେମାନେ ନା ଆଧ୍ୟାତ୍ମିକ ଜ୍ଞାନର ଗଭୀରତାକୁ ବୁଝନ୍ତି, ନା ବ୍ୟାବହାରିକ ଜୀବନର ସତ୍ୟତାକୁ, ନା ନିଜ କ୍ଷେତ୍ରରେ ନୂଆ କଥା ଶିଖିବାକୁ ଚାହାନ୍ତି। ସେମାନଙ୍କର ଅଧା ଅଧୁରା ଜ୍ଞାନ ହିଁ ସେମାନଙ୍କ ପାଇଁ ସମ୍ପୂର୍ଣ୍ଣ ସତ୍ୟ ପାଲଟିଯାଏ। ଏହା ହିଁ ଜ୍ଞାନର ମୋହ। ଆଉ ଏହାର ପରବର୍ତ୍ତୀ ପରିଣାମ ହେଉଛି ନଷ୍ଟାନଚେତସ। ଏହାକୁ ଟିକେ ବିସ୍ତାରରେ ବୁଝାଇବେ କି? ନଷ୍ଟ ଅର୍ଥାତ୍ ସେମାନେ କ'ଣ ନଷ୍ଟ କରନ୍ତି, ଆଉ ଅଚେତସର ପ୍ରକୃତ ଅର୍ଥ କ'ଣ? ନଷ୍ଟ ଶବ୍ଦଟି ଏକ ସତର୍କବାଣୀ। ଭଗବାନ କ୍ରୋଧରେ ଏହା କହୁନାହାନ୍ତି, ବରଂ ବାସ୍ତବିକତାରେ ଏକ ସ୍ପଷ୍ଟ ଚିତ୍ର ଦେଉଛନ୍ତି। ସେମାନେ କ'ଣ ନଷ୍ଟ କରନ୍ତି? ପ୍ରଥମେ, ନିଜର ମୂଲ୍ୟବାନ ମାନବ ଜୀବନର ସମୟ। ଦ୍ୱିତୀୟରେ, ନିଜର ଶକ୍ତି ଓ ସାମର୍ଥ୍ୟ, ଯାହା ସକାରାତ୍ମକ କାମରେ ଲାଗିପାରିଥାନ୍ତା। ଆଉ ତୃତୀୟରେ, ନିଜ କର୍ମର ଶୁଭଫଳ ଏବଂ ଆଧ୍ୟାତ୍ମିକ ଉନ୍ନତିର ସୁବର୍ଣ୍ଣ ସୁଯୋଗ। ସେମାନେ ନିଜ ହାତରେ ନିଜ ଭାଗ୍ୟକୁ ନଷ୍ଟ କରିଦିଅନ୍ତି। ଆଉ ଅଚେତସଃ, ଏହାର ସମ୍ପର୍କ କ'ଣ ଚେତନା ସହିତ ଅଛି? ଏକଦମ ଠିକ୍। ଅଚେତସଃ ଅର୍ଥାତ୍ ଯାହାର ଚେତ୍ ବା ଅନ୍ତର୍ଜ୍ଞାନ, ଯାହାକୁ ଆମେ ବିବେକ ବା କନ୍ସାଏନ୍ସ କହୁ, ତାହା ଶୋଇଯାଇଛି। ସେମାନେ ଭଲମନ୍ଦ, ଠିକ୍ ଭୁଲ, କର୍ତ୍ତବ୍ୟ ଅକର୍ତ୍ତବ୍ୟ ମଧ୍ୟରେ ପାର୍ଥକ୍ୟ ବୁଝିପାରନ୍ତି ନାହିଁ। ସେମାନଙ୍କର ବୁଦ୍ଧି ଥାଇପାରେ, କିନ୍ତୁ ବିବେକ ନଥାଏ। ସେମାନେ ନିଜର କ୍ଷଣିକ ଇଚ୍ଛା ଏବଂ ଅହଙ୍କାର ଦ୍ୱାରା ପରିଚାଳିତ ହୁଅନ୍ତି। ଏହାକୁ ନେଇ ମୋର ଗୋଟିଏ କଥା ମନେ ପଡ଼ୁଛି। ଜଣେ ବନ୍ଧୁ ଥିଲେ ଯେ ସବୁବେଳେ ଟ୍ରାଫିକ୍ ନିୟମରେ ଦୋଷ ବାହାର କରୁଥିଲେ। କହୁଥିଲେ ଏଇଟା ଭୁଲ, ସେଇଟା ଅଯୌକ୍ତିକ। ସେ କେବେ ବି ନିୟମ ମାନୁନଥିଲେ। ଶେଷରେ ଏକ ବଡ଼ ଦୁର୍ଘଟଣା ପରେ ହିଁ ସେ ବୁଝିଲେ ସେ ସେତେବେଳେ ଯାଏ ନଷ୍ଟାନଚେତସଃ ଥିଲେ, ମାନେ ବିବେକ ଶୋଇଯାଇଥିଲା। ବହୁତ ବଢ଼ିଆ ଉଦାହରଣ ଦେଲେ। ଏହା ହିଁ ବାସ୍ତବିକତା। ସେହି ବ୍ୟକ୍ତି ଜାଣି ଶୁଣି ନିଜର କ୍ଷତି କରୁଥିଲେ। ତେଣୁ ଏହି ଶବ୍ଦଗୁଡ଼ିକ କଠୋର ନୁହେଁ, ବରଂ ଏକ ପ୍ରେମପୂର୍ଣ୍ଣ ଚେତାବନୀ। ଯେପରି ଜଣେ ଡକ୍ଟର ରୋଗୀକୁ କଠୋର ସତ୍ୟ କହିଥାଏ ପାର ଭଲ ପାଇଁ। ଭଗବାନ କହୁଛନ୍ତି ଯେ ଯେଉଁମାନେ ତାଙ୍କ ଉପଦେଶକୁ ଅସ୍ୱୀକାର କରନ୍ତି, ସେମାନେ ବାହାରର କୌଣସି ଶତ୍ରୁ ଦ୍ୱାରା ନୁହେଁ, ବରଂ ନିଜେ ହିଁ ନିଜର ପତନର ମାର୍ଗ ପ୍ରସ୍ତୁତ କରନ୍ତି। ବର୍ତ୍ତମାନର ସମୟକୁ ଦେଖିଲେ ଏହି ଶ୍ଲୋକଟି ଆଜିର ସମାଜ ପାଇଁ କେତେ ପ୍ରାସଙ୍ଗିକ। ଆଜିକାଲି ତ ସୂଚନା ଏତେ ସହଜରେ ମିଳୁଛି ଯେ ସମସ୍ତେ ନିଜକୁ ଜ୍ଞାନୀ ମନେ କରୁଛନ୍ତି। ଆଜ୍ଞା, ଏହାର ପ୍ରାସଙ୍ଗିକତା ଆଜିର ଯୁଗରେ ବରଂ ବହୁତ ଅଧିକ। ପ୍ରଥମତର, ମୋତେ କେହି ବୁଝାନ୍ତୁ ନାହିଁ ବା ଆଇ ନୋ ବେଟର ମନୋଭାବ। ଆଜିର ସୂଚନା ଯୁଗରେ ଲୋକେ ନିଜର ଅଧା ଅଧୁରା ଇଣ୍ଟରନେଟ୍ ଜ୍ଞାନକୁ ନେଇ ଗର୍ବ କରନ୍ତି, ଆଉ ଗୁରୁଜନ, ଶାସ୍ତ୍ର କିମ୍ବା ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶକୁ ସହଜରେ ଅବମାନନା କରନ୍ତି। ଏହା ହିଁ ଅଭ୍ୟସୂୟାନ୍ତର ଆଧୁନିକ ରୂପ। ଆଉ ସୋସିଆଲ ମିଡିଆର ପ୍ରଭାବ? ତାହା ହେଉଛି ଦ୍ୱିତୀୟ ଏବଂ ସବୁଠୁ ବଡ଼ କାରଣ। ଲୋକମାନେ ବର୍ଷ ବର୍ଷ ଧରି ପ୍ରମାଣିତ ହୋଇଥିବା ଶାସ୍ତ୍ରୀୟ ଜ୍ଞାନ ବା ବୈଜ୍ଞାନିକ ତଥ୍ୟ ଉପରେ ସନ୍ଦେହ କରନ୍ତି, କିନ୍ତୁ କୌଣସି ଭ୍ରମାତ୍ମକ ଭାଇରାଲ ଖବର ଉପରେ ସହଜରେ ବିଶ୍ୱାସ କରିନିଅନ୍ତି। ଏହା ସର୍ବଜ୍ଞାନାଭିମୂଢ଼ାଂଶର ଏକ ଜ୍ୱଳନ୍ତ ଉଦାହରଣ। ନିଜର ବିଶ୍ୱାସକୁ ସମର୍ଥନ କରୁଥିବା ମିଥ୍ୟା ଖବର ଖୋଜିବା ବା କନଫର୍ମେସନ ବାୟାସ ଆଜି ଏକ ସାଧାରଣ କଥା ହୋଇଗଲାନି। ଏହା ତ ସାମାଜିକ ସ୍ତରରେ ହେଲା, କିନ୍ତୁ ଯୁଦ୍ଧଭୂମିରେ ଠିଆ ହୋଇଥିବା ଅର୍ଜୁନଙ୍କ ପରିପ୍ରେକ୍ଷ୍ୟରେ ଏହି ଶ୍ଲୋକର ତତ୍କାଳୀନ ମହତ୍ତ୍ୱ କ'ଣ ଥିଲା? ଆଜ୍ଞା, ଏହା ଅର୍ଜୁନଙ୍କ ପାଇଁ ଏକ ସିଧାସଳଖ ଏବଂ ଅତ୍ୟନ୍ତ ଜରୁରୀ ସତର୍କବାଣୀ ଥିଲା।
ଅର୍ଜୁନ ସେହି ମୁହୂର୍ତ୍ତରେ ମୋହ, ଦୟା ଓ ଦ୍ୱନ୍ଦ୍ୱ କାରଣରୁ ନିଜର କ୍ଷତ୍ରିୟ ଧର୍ମ ମାନେ ନିଜ କର୍ତ୍ତବ୍ୟରୁ ପଳାୟନ କରିବାକୁ ଚାହୁଁଥିଲେ। ସେ ନିଜର ତର୍କ ଦେଇ ଯୁଦ୍ଧ ନ କରିବାର କାରଣ ଦର୍ଶାଉଥିଲେ। ସେ କୃଷ୍ଣଙ୍କ କଥାରେ ଦୋଷ ଖୋଜିବା ଆରମ୍ଭ କରିଦେଇଥିଲେ। ତେବେ କୃଷ୍ଣ ତାଙ୍କୁ ସିଧାସଳଖ କହୁଥିଲେ ଯେ ତୁମେ ମଧ୍ୟ ଏହି ବିନାଶକାରୀ ରାସ୍ତାରେ ପାଦ ଦେବାକୁ ଯାଉଛ। ଏକଦମ। ଶ୍ରୀକୃଷ୍ଣ ତାଙ୍କୁ ଏହି ଚେତାବାନୀ ଦେଇ ବୁଝାଇବାକୁ ଚାହୁଁଥିଲେ ଯେ, ହେ ଅର୍ଜୁନ, ଯଦି ତୁମେ ମୋର ଏହି ପରମ ସତ୍ୟ ଆଉ କର୍ତ୍ତବ୍ୟ ପାଳନର ମତକୁ ଅସ୍ୱୀକାର କରି ନିଜ ମନଗଢ଼ା ଯୁକ୍ତିରେ ଫସି ରହିବ, ତେବେ ତୁମର ଅବସ୍ଥା ମଧ୍ୟ ସେହି ଅଜ୍ଞାନୀ ଓ ବିବେକହୀନ ଲୋକଙ୍କ ପରି ହୋଇଯିବ, ଯେଉଁମାନେ ନିଜର ପତନ ନିଜେ ଡାକି ଆଣନ୍ତି। ଏହା ଅର୍ଜୁନଙ୍କୁ ତାଙ୍କ ମୋହରୁ ଜାଗ୍ରତ କରିବା ପାଇଁ ଏକ କ'ଣ କହନ୍ତି ଆଧ୍ୟାତ୍ମିକ ଝଟକା ବା ସ୍ପିରିଚୁଆଲ ଶକ୍ ଥିଲା। ଆଜିର ଏହି ଗଭୀର ଆଲୋଚନା ପରେ ଆମେ ଯଦି ଏହାର ସାରାଂଶ ବାହାର କରିବା, ତେବେ ଶ୍ରୋତାମାନେ ଏଥିର କେଉଁ ମୁଖ୍ୟ ବାର୍ତ୍ତାଟିକୁ ନିଜ ଜୀବନରେ ପ୍ରୟୋଗ କରିବା ପାଇଁ ମନେ ରଖିବା ଉଚିତ? ଏହି ଶ୍ଲୋକର ସାରା ଏହା ହିଁ ଯେ ଆମ ଜୀବନରେ ଦୁଇଟି ରାସ୍ତା ସବୁବେଳେ ଖୋଲା ଥାଏ। ଗୋଟିଏ ହେଉଛି ଶ୍ରଦ୍ଧା, ବିଶ୍ୱାସ ଏବଂ ଖୋଲା ମନରେ ଶିଖିବାର ରାସ୍ତା। ଏହି ରାସ୍ତା ଆମକୁ କର୍ମବନ୍ଧନରୁ ମୁକ୍ତ କରେ। ଆଉ ଅନ୍ୟ ରାସ୍ତାଟି ହେଉଛି ଅହଙ୍କାର, ଈର୍ଷା ଏବଂ ସବୁଥିରେ ଦୋଷ ଖୋଜିବାର ରାସ୍ତା। ଏହି ରାସ୍ତା ଆମର ବିବେକକୁ ନଷ୍ଟ କରି ଆମକୁ ପତନ ଆଡ଼କୁ ନେଇଯାଏ। ସତ୍ୟର ବିରୋଧ କରି କେହି କେବେ ମଙ୍ଗଳ ଲାଭ କରିପାରେ ନାହିଁ। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆମର ମନୋଭାବ। ନିଶ୍ଚିତ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଶ୍ରଦ୍ଧା ହିଁ ଜ୍ଞାନର ଦ୍ୱାର ଖୋଲିଥାଏ ଏବଂ ଅହଙ୍କାର ସେହି ଦ୍ୱାରକୁ ସବୁଦିନ ପାଇଁ ବନ୍ଦ କରିଦିଏ। ଚୟନ କରିବାର ସ୍ୱାଧୀନତା ଆମ ହାତରେ ଅଛି। ବାସ୍ତବରେ ଏକ ଶକ୍ତିଶାଳୀ ବାର୍ତ୍ତା। ସତେ ଯେପରି ଭଗବାନ କହୁଛନ୍ତି, ଯିଏ ଶିଖିବାକୁ ପ୍ରସ୍ତୁତ ସେ ହିଁ ଆଗକୁ ବଢ଼ିବ। ଯିଏ ନିଜକୁ ସବୁଠୁ ଜ୍ଞାନୀ ଭାବେ ସେ ହିଁ ପଛରେ ରହିଯିବ। ଆଶା କରୁଛୁ ଆଜିର ଏହି ଆଧ୍ୟାତ୍ମିକ ବିଶ୍ଳେଷଣ ସମସ୍ତଙ୍କ ପାଇଁ ଜ୍ଞାନବର୍ଦ୍ଧକ ଥିଲା। ଯଦି ଏହି ଆଲୋଚନା କାହାର ଚିନ୍ତନକୁ ପ୍ରେରିତ କରିପାରେ, ତେବେ ଏହାକୁ ଅନ୍ୟମାନଙ୍କ ସହ ସହଭାଗୀ କରିବା ଏକ ସୁନ୍ଦର କାର୍ଯ୍ୟ ହେବ, ଯାହାଦ୍ୱାରା ଭଗବାନ ଶ୍ରୀକୃଷ୍ଣଙ୍କର ଏହି ଜ୍ଞାନ ଅଧିକ ଲୋକଙ୍କ ପାଖରେ ପହଞ୍ଚିପାରିବ। ଆମେ ଆଲୋଚନା ଶେଷ କରିବା ପୂର୍ବରୁ ସମସ୍ତଙ୍କ ପାଇଁ ଏକ ଚିନ୍ତନ ଛାଡ଼ି ଯାଉଛୁ। ଯଦି ଈର୍ଷ୍ୟା ଓ ଦୋଷ ଖୋଜିବା ମନୋଭାବ ଜ୍ଞାନର ଦ୍ୱାର ବନ୍ଦ କରିଦିଏ, ତେବେ ଆମେ ଆଜି ନିଜର କେଉଁ ଏକ ଛୋଟ ବିଶ୍ୱାସ ବା ଧାରଣାକୁ, ଯାହାକୁ ଆମେ ଦୃଢ଼ ଭାବେ ଧରି ରଖିଛେ, ତାହାକୁ ଏକ ଖୋଲା ମନରେ ପୁନର୍ବିଚାର କରିପାରିବା କି? ଆପଣଙ୍କ ମତାମତ ଏବଂ ଅନୁଭବ ଆମ ପାଇଁ ମୂଲ୍ୟବାନ। ଯଦି ଇଚ୍ଛା ହୁଏ, ତେବେ କମେଣ୍ଟ ବକ୍ସରେ ଓମ୍ ନମୋ ଭଗବତେ ବାସୁଦେବାୟ କିମ୍ବା ଜୟ ଜଗନ୍ନାଥ ଲେଖି ନିଜର ଶ୍ରଦ୍ଧା ପ୍ରକଟ କରିପାରିବେ। ଆଗାମୀ ଆଲୋଚନାରେ ଗୀତାର ପରବର୍ତ୍ତୀ ଶ୍ଲୋକ ଉପରେ ଏକ ଗଭୀର ବିଶ୍ଳେଷଣ ନେଇ ଆସିବୁ। ନମସ୍କାର। ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ, ଆମ ମାଟିର ସ୍ୱର।